ଧନୀ ଲୋକ ପାଖରେ ଏତେ ପଇସା କାହିଁକି ଥାଏ, ଗୋଟେ ଗରିବ ପାଖରେ କାହିଁକି ନଥାଏ? ତେଣୁ ଆମେ ଧନୀ ଆଉ ଗରିବର ଦୁଇଟା ଲିଷ୍ଟ ବନେଇବା। ଆଜି ଗରିବର ଲିଷ୍ଟଟା ପ୍ରଥମେ ଜାଣିବା। ପ୍ରତିଦିନ ମଦ ଆଉ ନିଶାରେ ପଇସା ଖର୍ଚ୍ଚ କରିବା, ଆଉ କିସ୍ତି ଆଣି ଦାମୀ ମୋବାଇଲ ଗାଡ଼ି କିଣିବା, ଲୋକମାନଙ୍କ ସହ ଫାଲତୁରେ ପଇସା ଉଡ଼ାଇବା, ସବୁ ରୋଜଗାରକୁ ଉଡ଼ାଇବା, ଆଉ ସଞ୍ଚୟ ଟିକେ ବି କରିବାନି, ସାଙ୍ଗମାନଙ୍କ ଠାରୁ ଉଦ୍ଧାର ଆଣିବା, ଅଧିକା ରୋଜଗାର ବିଷୟରେ ନ ଭାବିବା, ଆଉ ସବୁବେଳେ ଛୋଟ ଚିନ୍ତା ହିଁ ମନରେ ରଖିବା। ଏ ହେଉଛି ଗରିବର ଲିଷ୍ଟ। ଆଉ ଧନୀର ଲିଷ୍ଟ ଜାଣନ୍ତୁ। ସୁନା କିଣିବା, ଜମି କିଣିବା, ଅଯଥା ଖର୍ଚ୍ଚ ନ କରି ସଞ୍ଚୟ ମନୋଭାବ କରିବା, ସମୟ ନଷ୍ଟ ନ କରିବା, ଅଧିକା ଟଙ୍କା ବିଷୟରେ ଭାବିବା, ନୂଆ ଲୋକଙ୍କ ସାଙ୍ଗରେ ମିଶିବା, ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବା, ନିଜ ନେଟୱାର୍କ ବଢ଼ାଇବା, ଆଉ ବଡ଼ ସବୁବେଳେ ଚିନ୍ତା କରିବା। ତେଣୁ ଏ ହେଉଛି ଗୋଟେ ଧନୀର ମେଣ୍ଟାଲିଟି। ସବୁବେଳେ ସେ ପଇସାଟା କେମିତି 2 ଗୁଣ ହେବ ସେ ଚିନ୍ତାରେ ସେ ଲାଗି ପଡ଼ିଥାଏ। ତେଣୁ ଏବେ ଜାଣିଲେ ତ ଧନୀ ଆଉ ଗରିବ ଭିତରେ ପ୍ରଭେଦ।